ଥରେ ଅର୍ଜୁନ ଶ୍ରୀକୃଷ୍ଣକୁ ପଚାରିଲେ, ହେ ମାଧବ, ସତରେ କ'ଣ କର୍ମର ଫଳ ଭୋଗିବାକୁ ପଡ଼େ? ଶ୍ରୀକୃଷ୍ଣ ଟିକିଏ ହସି କହିଲେ, ହଁ ଅର୍ଜୁନ। ଅର୍ଜୁନ କହିଲେ, ହେ ମାଧବ, କେମିତି? ଶ୍ରୀକୃଷ୍ଣ କହିଲେ, ଥରେ ଗୋଟେ ଲୋକ ଗୋଟେ ବଗିଚାରେ ଯାଉଥିଲା। ତା ଆଖି ଗୋଟେ ଫଳକୁ ଦେଖିଲା, ହେଲେ ସେ ଆଖି ତ ସେ ଫଳ ପାଖକୁ ଯାଇପାରିବନି। ଗଲା ସେଠିକି ପାଦ ତ ସେ ଫଳକୁ ତୋଳି ପାରିବନି। ତୋଳିଲା ହାତ ତ ସେ ଫଳକୁ ଖାଇପାରିବନି। ଖାଇଲା ପାଟି ତ ସେ ଫଳକୁ ରଖିପାରିବନି। ରଖିଲା ପେଟ। ଏସବୁ ଦେଖି ବଗିଚାର ମାଳି ମାଲିକ ସେ ଗୋଟେ ବାଡ଼ିରେ ଆଣିକି ପିଠିରେ 2 ପାହାର ପକାଇଲା। ଯେତେବେଳେ କି ସେ ପିଠିରେ ସେଠି କିଛି ବି ଯୋଗଦାନ ନଥିଲା, ହେଲେ କାନ୍ଦିବାକୁ ପଡ଼ିଲା ଆଖିକୁ। କାହିଁକି ନା ସେ ଫଳକୁ ପ୍ରଥମେ ଆଖି ହିଁ ଦେଖିଥିଲା। ଯିଏ ଯେମିତି କର୍ମ କରିବ ସେ ସେମିତି ଫଳ ପାଇବ। କର୍ମର ଫଳ ଭୋଗିବାକୁ ପଡ଼ିବ। ରାଧେ ରାଧେ।